ভজ গোবিন্দম স্মর গোবিন্দম গোবিন্দম ভজ মূঢ়মতে 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 ভজ গোবিন্দম স্মর গোবিন্দম 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 গোবিন্দম ভজ মূঢ়মতে। ପୂର୍ଣ୍ଣଦୟା ବୈତରଣୀ ତୀର୍ଥଙ୍କୁ ପ୍ରଣାମ ଜଣାଉଛି। ଗଙ୍ଗା ଯମୁନା ସରସ୍ୱତୀ ନର୍ମଦା ସବୁ ରୂପରେ ପୂର୍ଣ୍ଣଦୟା ବୈତରଣୀ କୌଣସି ଗୁଣରେ କମ୍ ନୁହନ୍ତି। କୁହାଯାଏ ଗଙ୍ଗାଙ୍କ ଠାରୁ ବୈତରଣୀ 100 ବର୍ଷ ବଡ଼। ତେଣୁ ଏହି ପୂର୍ଣ୍ଣଦୟା ବୈତରଣୀ ତୀର୍ଥର ପାର୍ଶ୍ୱରେ ଏଇ ଯୋଉ ଛୋଟ ଆଶ୍ରମଟିଏ ଗଢ଼ି ଉଠିଛି, ତାକୁ ଛୋଟ ବୋଲି ଭାବିବା ବି ଉଚିତ ନୁହେଁ। ଇଏ ହେଉଛି ଏ ଗ୍ରାମର ନାମଟି ହେଉଛି ବାତୋ। ଗତକାଲି ମୁଁ କଥା ପ୍ରସଙ୍ଗରେ କହିଥିଲି ଯେ ଆମେ ଯାହା ଆମର ସୌମ୍ୟବାବୁ ଆପଣମାନଙ୍କୁ କହିଲେ, ପ୍ରକୃତରେ ଆମେ ଗରିବ ନୁହେଁ। ଜାଣି ଶୁଣିକିରି ଆମେ ଗରିବ ନିଜେ ହେଉଛୁ। ଆମକୁ ଯାହା ସେ ପ୍ରଭୁ ଦେଇଛନ୍ତି, ଉପରେ ତଳେ ଯୋଉ କଥା ସେ କହିଲେ, ସବୁ କେନ୍ଦୁପତ୍ର କଥା ମଧ୍ୟ କହିଲେ, ସବୁ କଥା ସେ ଆମକୁ ଦେଇଛନ୍ତି, କିନ୍ତୁ ଆମେ ତାର ଅପବ୍ୟବହାର କରୁଛୁ। ଏଇ ଦେଖନ୍ତୁ, ଆମ ଦେଶକୁ ଗୋଟିଏ ଗଣତନ୍ତ୍ର ନାମରେ ଗୋଟିଏ ଶାସନ ଆସିଲା। ଗଣ କହିଲେ ସମୂହ। ଇଏ ଗଣତନ୍ତ୍ରକୁ ଯେଉଁମାନେ ଆଣିଲେ, ଫାଶୀ ଖୁଣ୍ଟରେ ଝୁଲିଲେ, ଏଇ ପବିତ୍ର କେନ୍ଦୁଝରର ଧରଣୀଧର ତାର ମୁକ ସାକ୍ଷୀ, ବାଲେଶ୍ୱରର ଫକୀର ମୋହନ ସେ ମଧ୍ୟ। କିନ୍ତୁ 100 ବର୍ଷ ପୁରିନି, କିନ୍ତୁ ଆମକୁ ଲାଗିଲାଣି ରାଜତନ୍ତ୍ର ଭଳି ଗଣତନ୍ତ୍ର ଚାଲିଛି। ଆପଣମାନେ ଦେଖନ୍ତୁ ଯେ ଦୁର୍ନୀତିର
ମୂଳଟା ବର୍ତ୍ତମାନ ବହୁ ଗଭୀରକୁ ଚାଲିଯାଇଛି। ମାଟି ଭିତରେ ମା ଆମକୁ ଯାହା ଦେଇଥିଲେ ପାଣି, ସେ ପାଣି ଆଜି ମିଳୁନି। ଆପଣ ନିଜେ ଅନୁଭବ କରିବେ ଆଜି ପାଣି ମଦ ଗୁଡ଼ିକ ପାଣି ରୂପରେ ମିଳୁଛି। ଏଇ ହଉଛି ବର୍ତ୍ତମାନ ଆମର କଥା। କେନ୍ଦୁଝର ମା ତାରିଣୀଙ୍କର ଯୋଉ ମହିମା ରହିଛି, ସେ ମହିମା ଏକ ସ୍ୱତନ୍ତ୍ର। କିନ୍ତୁ ଭଲ ମଣିଷ ହେଲେ ତ ଆମେ ତାଙ୍କ ନାଁ ହଉଛି ତାରିଣୀ। ନା ଭଲ ମଣିଷଟିଏ ଆମେ ହେଲେ ଆମେ ତାରିଣୀଙ୍କ କୃପା ପାଇବା କଣ? ଖାଲି ନଡ଼ିଆ ବାଡିରେ ପାଣି ଢାଳିଦେଲେ ଆମେ ଭଲ ମଣିଷ? ସେମିତି ବାତର ମୂଳ ଅକ୍ଷରଟି ହଉଛି ବ। କିନ୍ତୁ ଆମେ ଗୋଟେ ବ ଅକ୍ଷରକୁ ନବା। ଓଡ଼ିଆ ସାହିତ୍ୟର ପ୍ରଚାରକ ହେଉଛନ୍ତି ସୌମ୍ୟ। ଆମ ସହିତ ସୌମ୍ୟ ବାବୁଙ୍କର ବ୍ୟକ୍ତିଗତ ଆମର ସମ୍ପର୍କ। ଆମେ ଗଣତନ୍ତ୍ର କାର୍ଯ୍ୟ କଲେ ସୌମ୍ୟ ବାବୁ ଆସିବେ, ପରିବେଶ କାର୍ଯ୍ୟ କଲେ ସୌମ୍ୟ ବାବୁ ଆସିବେ। କିଛି ନହେଲେ ବି ଗୋଟେ ବସିକିରି ଆମର ଆଶ୍ରମ ପିଲାମାନେ ଇତ୍ୟାଦି ସମସ୍ତେ ବସିକିରି ଗୋଟେ କିଛି ଆଲୋଚନା ପର୍ଯ୍ୟାଲୋଚନା କରିବେ। ଓଡ଼ିଆ ସାହିତ୍ୟର ରକ୍ଷା ହଉ, ଓଡ଼ିଆ ଶୁଦ୍ଧ ଭାଷାରେ ଓଡ଼ିଆ ଭାଷା କୁହାଯାଉ, ଏସବୁ ବିପ୍ଳବର ପ୍ରତୀକ ହେଉଛନ୍ତି ସୌମ୍ୟ। ତ ଆପଣଙ୍କ ଅଞ୍ଚଳର ଆପଣଙ୍କ ପୁଅ ସେମାନେ, ଏ ମାଟି ତାଙ୍କର। ତେଣୁ ଏ ମାଟିର ଆମେ 2.5 ଦିନିଆ ପାଇଁ କି 2 ଦିନ ପାଇଁ ଆଇଛୁ, କିନ୍ତୁ ସେମାନଙ୍କର ପୂର୍ବପୁରୁଷମାନେ ଏଇଠି ରହିଛନ୍ତି, ଆଜି ବି ଅଛନ୍ତି। ଆପଣ ଦେଖିବେ ବ କହିଲେ, କାଲି ଆପଣମାନଙ୍କୁ ମୁଁ କହୁଥିଲି ବ କଣ? ବ କହିଲେ ପରମ ବ୍ରହ୍ମ। ଜଗନ୍ନାଥଙ୍କୁ ଯେତେବେଳେ ଆମେ ପୂଜା କରୁ, ଆମେ ତାଙ୍କୁ କହୁ ଦାରୁ ବ୍ରହ୍ମ। ଦାରୁ କହିଲେ କଣ? ନିମ୍ବ। କିନ୍ତୁ ଦାରୁ କହିଲେ ଏବେ ଲୋକ ଭାବୁଛନ୍ତି ହାଣ୍ଡିଆ ମୌଲି ବିଦେଶୀ ମଦ। କିନ୍ତୁ ଦାରୁ କହିଲେ ଗୋଟେ ନିମ୍ବ ଗଛର କାଠକୁ ଆମେ ଦାରୁ ବ୍ରହ୍ମ ରୂପରେ ସଜାଇଛୁ। ବହୁତ ଦିନ ପିଲାଦିନେ ଆମେ ଶୁଣିଥିଲୁ କେନ୍ଦୁଝରର କାଠ। ତାହେଲେ କେନ୍ଦୁଝରର କାଠ ସହିତ ଜଗନ୍ନାଥଙ୍କର ସମ୍ପର୍କ ନିଶ୍ଚୟ ରହିଛି। ମା ତାରିଣୀଙ୍କର ସମ୍ପର୍କ ମଧ୍ୟ ଜଗନ୍ନାଥଙ୍କ ସହିତ ରହିଛି। ଇଏ କାଞ୍ଚି ଅଭିଯାନ ବେଳେ ଆସିଥିଲେ। ତେଣୁ ଜଗନ୍ନାଥଙ୍କୁ ଯେତେବେଳେ ଆମେ ଡାକିବୁ, କୋଉ ମନ୍ତ୍ର ମାନେ କିଛି ଦରକାର ନାହିଁ, ଗୋଟିଏ ମନ୍ତ୍ର, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବା ପୁରୁଷଂ ଶାଶ୍ୱତଂ ଦିବ୍ୟଂ ମାଦିଦେବଂ ଭଜଂ। ସଜ୍ଜନ, ଏଇ ବ ଅକ୍ଷରକୁ ନେଇକି ଜଗତରା ଚାଲିଛି। ଆମେରିକା ରଷିଆ ଠାରୁ ଆରମ୍ଭ କରି ଚୀନ ଜାପାନ ସବୁ ତ ଚାଲିଛି। ଆଉ ଏଇ ବରେ ବ କହିଲେ ବସୁଧା। ଯେଉଁ ଶବ୍ଦକୁ ନେଇ ଆମ ଋଷିମାନେ କହିଲେ, ଆହ୍ୱାନ ଦେଲେ, ତମେ ସଂକୀର୍ଣ୍ଣ ମନା ହୁଅ,
ছোট কথাରେ ମନ ଦିଅନ୍ତି ବସୁଧୈବ କୁଟୁମ୍ବକଂ ବୋଲି ସେ ଆହ୍ୱାନ ଦେଲେ ଏ ପୃଥିବୀ ହେଉଛି ଆମର ପରିବାର କିନ୍ତୁ ଆଜି ଦେଖାଯାଉଛି ପୃଥିବୀରେ ଯୋଉଭଳି ଭାବରେ ଅହଙ୍କାର ସିଂହ ବର୍ତ୍ତମାନ କାର୍ଯ୍ୟ କରୁଛି ସେଠି ବସୁଧୈବ କୁଟୁମ୍ବକଂ ଆମ ଘର ବୈକୁଣ୍ଠ ମଧ୍ୟ ଆଜି ନର୍କରେ ପରିଣତ ହୋଇଛି ଜଗନ୍ନାଥଙ୍କ ଦର୍ଶନରେ ସେଇଠି କେବଳ ରତ୍ନ ସିଂହାସନରେ ଆମେ ଦେଖୁଛୁ ଭାଇ ଭଉଣୀର ପବିତ୍ର ସମ୍ପର୍କ କିନ୍ତୁ ଯଦି ଆମେ ଭାବିବୁ ଆମ ଘରେ ସେଇ ସମ୍ପର୍କଟା ଅଛି କିନ୍ତୁ ଜଗନ୍ନାଥଙ୍କ ମନ୍ଦିର ଆମେ କରୁଛୁ ଜଗନ୍ନାଥଙ୍କ ଦର୍ଶନ ଆମ ପାଖରେ ହଜି ଯାଉଛି ବ କହିଲେ ବରୁଣ ଯାହାକୁ ବର୍ତ୍ତମାନ ସୌମ୍ୟ ବାବୁ କହୁଥିଲେ ଆମେ ସବୁଠାରୁ ସମୁଦ୍ରର ଭାଗଟା ଆମ ପାଖରେ ବେଶୀ ଅଛି ଆମେ ଯାହାକୁ କହୁଛୁ ବଙ୍ଗୋପସାଗର ଗୋଟିଏ ଛୋଟ ଆଧ୍ୟାତ୍ମିକ ପୁସ୍ତିକାରେ ମୁଁ ଦେଖିଥିଲି ଇଏ ବଙ୍ଗୋପସାଗର ନୁହନ୍ତି ଇଏ ହେଉଛନ୍ତି କ୍ଷୀରାବ୍ଧି ସମୁଦ୍ର ବ କହିଲେ ସମୁଦ୍ର ତେବେ ବରୁଣ ଆଚ୍ଛା ସମୁଦ୍ର ବିନା ଇଏ ପୃଥିବୀଟି ରହିପାରିବ କି ଦେଖ যেতে নদ নদী প্রবাহে মিলন্তি জলধি দেখো যেতে নদ নদী প্রবাহে মিলন্তি জলধি যেতে নদ নদী প্রবাহে মিলন্তি জলধি তারপরে কইলে সাগর সঙ্গে সে মিশন্তি সনাম গুণ পাশর সাগর জলে সে মিশন্তি সোনাম গুণ পাশর যেতে নদ নদী জଳାଶୟ ଯିଏ ଯୋଉଠି ଯାହା ଅଛି ଏମାନଙ୍କର ଉତ୍ପତ୍ତି ଯୋଉଠୁ ଶେଷ ବି ସେଇଠି ସେ ହେଉଛି ସାଗର ଆଜି ଦେଖିବେ ସମୁଦ୍ରର ଯୋଉ ଜଳଭାଗ ଆଜି ମାନେ ସମ୍ପୂର୍ଣ୍ଣ ନହେଲେ ବି ସେ ବର୍ତ୍ତମାନ ଗୋଟିଏ ପ୍ରକାର ଯାହାକୁ ଆମେ ଘରେ ଯେତେବେଳେ ପୂଜା କରୁଛୁ ବ୍ରାହ୍ମଣ ଆଗ ବରୁଣ ପୂଜା କରି ତାପରେ ଯାଇକି ସେ ଯାହା ପୂଜା ଆମ ଘରେ ବରୁଣ ପୂଜା କରୁଛୁ କିନ୍ତୁ ବର୍ତ୍ତମାନ ଦେଖିବେ ଆମ ସାଗର ମାନଙ୍କ ଭିତରେ କେବଳ ବର୍ତ୍ତମାନ ଯୁଦ୍ଧ ଜାହାଜ ଟଲର ମାଛ ଧରା ଜାହାଜ ଏଇ ସବୁ ବର୍ତ୍ତମାନ ଚାଲିଛି ବର୍ତ୍ତମାନ ସମୁଦ୍ରର ଜଳ ମଧ୍ୟ ସିଏ ମଧ୍ୟ ବିଷାକ୍ତ ହୋଇଯାଇଛି ଭଗବାନ କୃଷ୍ଣ ମଧ୍ୟ ଅର୍ଜୁନ ନିଜେ କହିଛନ୍ତି ଯଥା ନଦୀନାଂ ବହବଂ ବେଗା ସମୁଦ୍ରମେବାଭିମୁଖା ଆପଣମାନେ ଏତିକି ଜାଣିବେ ସମୁଦ୍ରରେ ବର୍ତ୍ତମାନ ମାଛ ମାନେ ଆଉ ଆସ୍ତେ ଆସ୍ତେ କମି ଯାଉଛନ୍ତି ତାଙ୍କ ବଂଶ ବି ଇଏ ହଉଛି ବରୁଣ ତାମାନେ ବରୁଣଙ୍କୁ ଆମେ ଦେବତା ବୋଲି ପୂଜା କରୁଛୁ କିନ୍ତୁ ବରୁଣ ବର୍ତ୍ତମାନ ବିପକ୍ଷ ବ କହିଲେ ବାୟୁ
যদি পবন ন রহিব ଆମେ କଣ ନିଶ୍ୱାସ ନେଇପାରିବା ନା ବଞ୍ଚିବା? ସେଥିପାଇଁ ମୁଁ କାଲି କହିଥିଲି ଆମେ ସମସ୍ତେ ବାଇ ଚଢ଼େଇ। ବାଇ ଚଢ଼େଇର କି ଯାଉଛି ବାକଳେ ବସା ଦୋହଲୁଅଛି। ବାଇ ଚଢ଼େଇର କି ଯାଉଛି ବାକଳେ ବସା ଦୋହଲୁଅଛି। ଏଇ ପବନଟି ବର୍ତ୍ତମାନ ଯାଉଛି ଆଉଛି ଯାଉଛି ଆଉଛି। ଯେଉଁଦିନ ସେ ବନ୍ଦ ହେଇଯିବ ସବୁ ସଇଲା। ବର୍ତ୍ତମାନ ଆପଣ ଦେଖନ୍ତୁ ନିଶ୍ୱାସ ଆମେ ନଉଛୁ କିନ୍ତୁ ବାୟୁ ବର୍ତ୍ତମାନ ପ୍ରଦୂଷଣ। ବର୍ତ୍ତମାନ ଏତେ ମାତ୍ରାରେ ଏ ପ୍ରଦୂଷଣ ଗୋଟେ ଗୋଟେ ସ୍ଥାନରେ ଆପଣ ଆମେ ଯାଇଥିଲୁ ତାଳଚେର ଯାଇଥିଲୁ। ହଁ ତାଳଚେରରେ ଆମେ ଯେତେବେଳେ ବସିଲୁ ଆମକୁ ଗୋଟେ ଫୁଁ ଫୁଆଁ ଗୋଟେ କାଶ ହେଲା। କାଶଟା କଣ ଏମିତି ହେଲାଣି ଯେ ଆମେ ଗୋଟେ କଥା କଥା କହୁ ଜଳବାୟୁ ପରିବର୍ତ୍ତନ ହେଲା। ସେମାନେ ସବୁ କହିଲେ ଆମେ ପୁରା 2-3 ମାସ ହେଲା ଏମିତି କାଶୁଛୁ, ସମସ୍ତେ କାଶୁଛୁ। କଣ ତାର କାରଣ? ମାନେ ଏତେ ଡଷ୍ଟ ସେଠି ଉଡୁଛି। କଲେକ୍ଟର ତାକୁ ପାଣି ପକଉଛନ୍ତି। ଲୋକମାନେ ଯେମିତି ହାଲ୍ଲା ହୁଲ୍ଲା କଲେ କଲେକ୍ଟର ସବୁ ପାଣି ପକେଇଲେ। କିଛି ଦିନ ପକେଇଲେ ତାପରେ ବନ୍ଦ। ତେଣୁ ଇଏ କାଳେ ହଉଛି ଆମ ଗଣତନ୍ତ୍ର। ବ କହିଲେ ବସୁଧା, ବ କହିଲେ ବରୁଣ, ବ କହିଲେ ପବନ ବାୟୁ, ବ କହିଲେ ବ୍ୟାମ ବା ଆକାଶ। ଆଜି ସୂର୍ଯ୍ୟଙ୍କର ତାପ ଆପଣ ଦେଖିବେ ଏତେ ମାତ୍ରାରେ ବଢୁଛି। କାହିଁକି ବଢୁଛି? କେବଳ ସେଇ ବଟି ନାହିଁ, ସେଇ ବଟି ନାହିଁ, ସେ ବ ହଉଛି ବଟ ବୃକ୍ଷ। ଆଉ କଣ ନାହିଁ ସେଇ ବ। ଆଜି ବନ ନାହିଁ, ବଣ ଆଜି ଜଳୁଛି। ବ କହିଲେ ବନ ବା ଜଙ୍ଗଲ, ବ କହିଲେ ବଟ। ଭଗବାନ କୃଷ୍ଣ ମାନେ ବଂଶୀ ବଜଉଥିଲେ, ସେ ବ ଅକ୍ଷରରେ ବଂଶୀ ବଜଉଥିଲେ। କୋଉଠି ବଜଉଥିଲେ? କଦମ୍ବ ବଟ ପାଖରେ। ସେ ବି ଏତେ ବକୁ ଭଲ ପାଉଥିଲେ। ତାଙ୍କ ଭାଇଙ୍କର ନାଁ ଥିଲା ବ, ସେ ହଉଛନ୍ତି ବଳଦେବ, ବଳରାମ। ତାଙ୍କ ଦି ଭାଇଙ୍କ ଭିତରେ ଏତେ ସମ୍ପର୍କ ଥିଲା ଯେ ବେଳେ ବେଳେ ବଳରାମ ବି କୃଷ୍ଣଙ୍କୁ କହିଛନ୍ତି ମୁଁ ଯୁଦ୍ଧ କରିବି, ତୁ ତା ମାନେ ମୁଁ ସବୁ କଥା ବୁଝିବି, ତୁ ଯା। ଏଇ ଯୋଉ ସମ୍ପର୍କ ଆଜି ପାରିବାରିକ ଜଗନ୍ନାଥ ମନ୍ଦିର ଆମେ କରିଛୁ, ଏଇ ଯୋଉ ପାରିବାରିକ ସମ୍ପର୍କ ଆଜି ବିପନ୍ନ। ସାମାଜିକ ଜୀବନ ବିପନ୍ନ, ଜଳ ବିପନ୍ନ, ଜଙ୍ଗଲ ବିପନ୍ନ, ଔଷଧ ଗଛ ନାହିଁ, ପକ୍କା ରାସ୍ତା ତିଆରି କିଛି ଅସୁବିଧା ନାହିଁ। କିନ୍ତୁ ଯେତେ ହଜାର ଗଛ ତମେ କାଟିଲ, କେତେ ହଜାର ଗଛ ଲଗେଇଲେ ସେ କଥା ପୂର୍ଣ୍ଣ ହବ? 100-200 ବର୍ଷର ଗଛ ତମେ କାଟୁଛ। ଯେତେବେଳେ ଏଇ ଓଡ଼ିଶାରେ ଆମେ ତ ସେତେବେଳେ ଜନ୍ମ ହେଇନୁ, ନଙ୍କ ଦୁର୍ଭିକ୍ଷ ପଡ଼ିଥିଲା, ଗାଈ ଗୋରୁ ସବୁ ମାନେ ଖାଇବାକୁ ପାଇଲେନି, ମୃତ୍ୟୁବରଣ କଲେ।
ସେତେବେଳେ ରେଭେନ୍ସା ସାହେବଙ୍କ ସମୟରେ ଆଫ୍ରିକା ଜଙ୍ଗଲରେ ଗୋଟାଏ ଗଛ ଥିଲା, ସେ ଗଛ ନାଁ ହଉଛି ଚାକୁଣ୍ଡା। ସେ ଚାକୁଣ୍ଡା ଗଛର ଅନ୍ୟ ଏକ ନାମ ହଉଛି ନିଶାବତ। ତେଣୁ ସେତେବେଳର ବୈଜ୍ଞାନିକ ମାନେ କହିଲେ ସେଇ ଗଛଟା ଲାଗିଲେ ସେଟା ଅତି ଶୀଘ୍ର ବଡ଼ ହବ ଏବଂ ଗାଈ ଛେଳି ମେଣ୍ଢା ଇତ୍ୟାଦି ଖାଇକିରି ମାନେ ଶାନ୍ତିରେ ବଞ୍ଚିପାରିବେ। ଆମେ ନିଜେ ଦେଖିଛୁ ତାଳଦଣ୍ଡା କେନାଲରେ, ଆମର କଟକ ପାରାଦୀପ କେନାଲ ତା ମୂଳରେ ଆମେ ଦେଖିଛୁ ସେଇ ସମୟର ଚାକୁଣ୍ଡା ଗଛ ଆଜି ନାହିଁ। ତେଣୁ କବି ଆମର ଲେଖିଥିଲେ ଗହନ କାନନ ବନରେ ଘୋର ବରଷା କାଳ ଗିରିବାମ କରେ ଧରିଲେ ନନ୍ଦ ଯଶୋଦା ବାଳ। ଗହନ କାନନ ବନରେ ଘୋର ବରଷା କାଳ ଗିରିବାମ କରେ ଧରିଲେ ନନ୍ଦ ଯଶୋଦା ବାଳ। ଆମେ ଆକୁ ଯେତେବେଳେ ବ୍ୟାଖ୍ୟା କରୁ କଣ କହୁ? କୃଷ୍ଣ ନାମରେ ଏକ ଭଗବାନ ଜନ୍ମ ହେଇଥିଲେ। ଭଲ ହେଲା ଜନ୍ମ। ସିଏ ଦେଖିଲେ ଦିନେ ଗୋପପୁରରେ ଗୋପବାଳୀ ମାନେ ସବୁ ମୁରୁଜ ପକେଇକିରି କଳସ ବସେଇ। ଏ ତ ଛୋଟିଆ ପିଲାଟି ଭାରି ଚମତ୍କାର ଶିଶୁ। ସିଏ ସମସ୍ତଙ୍କୁ ଯାଇ ପଚାରା ଇଏ କଣ ସେ କଣ। ସେ ଗାଁ ଯାକ ପଚାରି ଆସିଲା। ସେ କହିଲେ ମେଘ ହଉନି ତ, ତେଣୁ ଆମେ ଇନ୍ଦ୍ର ପୂଜା କରୁଛୁ। ସିଏ ଯୋଉ କହିଲେ ଇନ୍ଦ୍ର କିଏ, ତାଙ୍କ ଘର କୋଉଠି? ତୁ ଇନ୍ଦ୍ର କଣ ଜାଣି ନାହିଁ? ଇନ୍ଦ୍ର ବା ମେଘ ଦେବତା। ଇନ୍ଦ୍ରଙ୍କୁ ପୂଜା କଲେ ମେଘ ହବ? ନାଇଁ, ତ ଇନ୍ଦ୍ର ପୂଜା ତ କଲେ ମେଘ ହୁଏ ଆଉ। ଇନ୍ଦ୍ର ତ ଦେବରାଜ ଇନ୍ଦ୍ର ଆଉ। ନା 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 ନା, ଚାଲ ଗୋବର୍ଦ୍ଧନ ପର୍ବତ ପାଖକୁ ଚାଲ। ଗୋବର୍ଦ୍ଧନ ପର୍ବତ ସେଇଆକୁ ପୂଜା କଲେ ମାନେ ମେଘ। ରାଜା ପୁଅ ନନ୍ଦରାଜାଙ୍କର ପୁଅ ସମସ୍ତେ ଚାଲିଲେ, ଗାଈ ଗୋରୁ ସବୁ ଧରି ଚାଲିଲେ। ସିଙ୍ଗା ବଇଁଶୀ ବଜେଇ ଚାଲିଲେ। ସେ କୋଉ ପୂଜା କଲେ? ଗୋବର୍ଦ୍ଧନ। ସେ ଗଛ ବି ଆଜି ଅଛି। ସେ ଗୋବର୍ଦ୍ଧନ ପାହାଡ଼ ତଳେ ବୃକ୍ଷକୁ ଗୋଟିଏ ବୃକ୍ଷକୁ ପୂଜା କଲେ ଏବଂ ଗୋବର୍ଦ୍ଧନ ପାହାଡ଼ ଯେତେ ଗଛ ଥିଲା ସେ ଗଛକୁ ରକ୍ଷା କର, ତୁମେ ପ୍ରଚଣ୍ଡ ମେଘ ପାଇବ। ଇନ୍ଦ୍ର ତମ ପାଖକୁ ଆସିବ। ଆଉ ତମେ କଣ ଘରେ ବସି ମୁରୁଜ ପକେଇ ଇନ୍ଦ୍ର ପୂଜା କରୁଛ? ତାପରେ ଏମିତି ମେଘ ହେଲା, ଗଛର ସୁରକ୍ଷାରେ ସୁବୃଷ୍ଟି ହେଲା। ଆମେ ତ ମନ୍ତ୍ରରେ ପଢି ଯାଉଛୁ କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳୀ, କିନ୍ତୁ ସେ ବାସ୍ତବରେ ପ୍ରମାଣ କରିଦେଲେ ପାହାଡ଼ ପର୍ବତ ଜଙ୍ଗଲ ବୃକ୍ଷର ମହିମା କେତେ। ଆମେ ଆଜି ମନ୍ଦିର ତୋଳିକିରି ମହିମା କରୁଛୁ, ପାହାଡ଼ ପର୍ବତକୁ ଭାଙ୍ଗିକିରି ମନ୍ଦିର କରୁଛୁ। କିନ୍ତୁ ସିଏ ପ୍ରମାଣ କରିଦେଲେ ପାହାଡ଼ ପର୍ବତ ଜଙ୍ଗଲର ସୁରକ୍ଷାରେ ତୁମେ ସୁବୃଷ୍ଟି ପାଇବ, ଭଲ ପାଣି ପିଇବ। ତେବେ ଯାହା ହଉ, ସେ ଯୋଉ
ମାନେ ମେଘ ହେଲା ଏମିତି ମେଘ ଯେ 7 ଦିନ କାଳେ ସେ ମେଘ ସମସ୍ତଙ୍କ ଘରେ ପାଣି ପଶିଲା। ସମସ୍ତେ କହିଲେ ଆମେ କେମିତି ରହିବୁ? ନା ତ ମୁଁ ଗୋଟେ କାଣି ଆଙ୍ଗୁଠି ଲଗେଇଦେଲେ ଏଇଠି ମୁଁ ମାନେ ହାତ ଇଏ କଲି ତମେ ଏଇ ଛାତ ତଳେ ରୁହ। ଇଏ ସବୁ କହିଲେ କଣ ଏଇ ଏଡ ବକଟେ ପିଲା ତାର ଗୋଟେ କାଣି ଆଙ୍ଗୁଠି ସେଇଥିରେ ଗୋଟେ ଲଗେଇଦେଲା ଆମେ ରହିବୁ। ଇଏ ସବୁ ଶିକା ଭାଙ୍ଗି ଭାଙ୍ଗି ଯାହା ନେଇଛି ସବୁ ଟେକିଲେ। କିନ୍ତୁ କଥାଟି ହଉଛି କଣ ଏଠି କଣ ଲୋକ ଶିକ୍ଷା? ଆଗକୁ ତ ଗାୟକ ମାନେ ବହୁତ ସୁନ୍ଦର ଭାବରେ କହନ୍ତି, ମୁଁ ବା ଜାଣିଛି କଣ କହିବି। ଏଠି ଲୋକ ଶିକ୍ଷା ବିପଦ ବେଳେ ମଣିଷ ସାହସ କୃଷ୍ଣ ବଂଶୀ ବଜେଇଥିଲେ ବୋଲି ସେ ଭଗବାନ, ଗୋପୀ ମାନଙ୍କୁ ଡାକିଥିଲେ ବୋଲି ସେ ଭଗବାନ। ଗୋଟେ ଅତି କଳଙ୍କ କଥା, ମାନେ କଳଙ୍କିତ କଥା। ପ୍ରଥମରେ ସେ ଗୋପୀ ଗୋପାଳ ମାନଙ୍କୁ କହିଲେ ମୁଁ ଅଛି, ତୁମେ ଡର ନା। ପ୍ରମାଣ କରିଦେଲେ ଗୋଟିଏ ଶ୍ଲୋକ, ଗୀତାର ବିଭୂତି ଯୋଗର ଶେଷ ଶ୍ଲୋକଟିକୁ ସେ ଏଠି ପ୍ରମାଣ କରିଦେଲେ। ଏତାଂ ବିଭୂତି ଏକାଂଶେନ ସ୍ଥିତୋ ମୁଁ ଗୋଟିଏ ଅଂଶରେ ଏ ସମଗ୍ର ଜଗତକୁ ଧାରଣ କରେ। ଗୋପୀ ଗୋପାଳ ମାନେ ଭାବିଲେ ଇଏ କାଣି ଆଙ୍ଗୁଠିରେ ମନ୍ଦରଗିରିକି ଟେକିଲେ, କିନ୍ତୁ କୃଷ୍ଣ କିନ୍ତୁ ଦେଖାଉଛନ୍ତି ଏଇ ଛୋଟିଆ ଅଂଶରେ ମୋର ଗୋଟେ ଛୋଟ ବିଭୂତିରେ ମୁଁ ଜଗତକୁ ଧାରଣ କରିଛି। ତମେ କାହିଁ ବ୍ୟସ୍ତ? ଇଏ ଗୋଟିଏ ହେଲା ଶିକ୍ଷା। ପର ଅନ୍ୟର କିଛି କରି ନ ପାରି ବିପଦ ବେଳେ ତା ପାଖରେ ଟିକେ ତାକୁ ସାନ୍ତ୍ୱନା। ଇଏ ଗୋଟିଏ ଶିକ୍ଷା ମଣିଷ ସମାଜ। ଇଏ ହଉଛି ଗଣତାନ୍ତ୍ରିକ ଶିକ୍ଷା। ଗଣତନ୍ତ୍ର ଏବେ ଆମର ଗୋଟେ ଏମିତି ଆଇଲା, କିନ୍ତୁ ରାଜା ରଘୁଙ୍କ ଠାରୁ ଆରମ୍ଭ କରି ଅନେକ ରାଜା ମହାରାଜାଙ୍କ ଭିତରେ ଏଇ ପୃଥିବୀ ପକ୍ଷରେ ଅନେକ ରାଜାଙ୍କର ମାନେ ନୀତି ଥିଲା ଗଣତନ୍ତ୍ର ନୀତି। ତାପରେ 7 ଦିନ ପର୍ଯ୍ୟନ୍ତ ସେ ଗୋପୀ ଗୋପାଳଙ୍କୁ ମାନେ ତା ଭିତରେ ରଖିଲେ। ଏଇ କାମଟା କରିଥିବାରୁ ଭାଗବତରେ ଲେଖା ହେଲା ଇନ୍ଦ୍ର ଗୋବିନ୍ଦ ନାମ ଦେଲେ। ଇନ୍ଦ୍ର କୋଉଠି ଅଛନ୍ତି ସେ ଗୋବିନ୍ଦ ନାମ ଦେଲେ। ଇନ୍ଦ୍ର କୋଉଠି ଅଛନ୍ତି କିଏ ଦେଖିଥିବ କଣ କରୁଥିବ ଆମେ ଦେଖି, କିନ୍ତୁ ଇନ୍ଦ୍ର ଗୋବିନ୍ଦ ନାମ ଦେଲେ ତାର ସାମାଜିକ ଅର୍ଥ ପ୍ରାକୃତିକ ବିପର୍ଯ୍ୟୟ ବେଳେ, ବାତ୍ୟା, ବନ୍ୟା, ମହାମାରୀ, କରୋନା ଭଳି ମହାମାରୀ, ଏଇ ଭଳିଆ ବିପର୍ଯ୍ୟୟ ସମୟରେ ଯିଏ ଜୀବକୁ ବା ମଣିଷ ମାନଙ୍କୁ ସାହାଯ୍ୟ କରନ୍ତି ସେଇମାନେ ହେଉଛନ୍ତି ଗୋବିନ୍ଦ। ଗୋବିନ୍ଦ ଯେମିତି ଆମର ଶଙ୍କରାଚାର୍ଯ୍ୟ କହିଲେ, ମାନେ ଜଗନ୍ନାଥଙ୍କୁ ଦେଖି ପକେଇ କହିଲେ ତୁ ସେଇ କାଳିଆ, ତୁ ସେ ଯମୁନା କୂଳରେ ବଂଶୀ ବଜଉଥିଲୁ, ତୁ ଆସି ଏଠି ଆସି ବସିଲୁ। କଦାଚିତ କାଲନ୍ତି ତତ ବିପିନ ସଙ୍ଗୀତ କର, ତୁ ଏଠି ଆସି ବଂଶୀ ବଜେଇଲୁ। ତେଣୁ ଗୋବିନ୍ଦ କହିଲେ ପରୋପକାରାୟ ସ୍ୱର୍ଗାୟ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅନ୍ୟକୁ ସାହାଯ୍ୟ କରେ, ସେ ଘର ପଡ଼ି ହଉ ବନ୍ୟା ହଉ, ଇଏ ହଉଛି ଗୋବିନ୍ଦ। 7 ଦିନ ଚାଲିଗଲା, ଗୋବର୍ଦ୍ଧନ ପାହାଡ଼ର ପରିବେଶ ରକ୍ଷା ହେଲା। ଯେତେବେଳେ ପରିବେଶର ସୁରକ୍ଷା
ଆଉ ଆଜି ପର୍ଯ୍ୟନ୍ତ ଆମେ ଆଉ ଶୁଣିନୁ, ଆଜି ପର୍ଯ୍ୟନ୍ତ ବି କାହିଁ ଆମେ ଶୁଣୁନୁ ଆଉ ମରୁଡ଼ି ବା ବର୍ଷା ହଉନି, ଏମିତି କାହିଁ ଆମେ ଆଉ ଶୁଣୁନୁ। ତେଣୁ ଧର୍ମ ସଭା କହିଲେ ଆମେ ଯେମିତି ବୁଝୁଛୁ, ଗୁଡାଏ ଶ୍ଳୋକ ପଢିଦେଲେ ଧର୍ମସଭା ହେଇଗଲା। ମୋତେ ସେମିତି ଧର୍ମସଭା ଆସେନି। ଆପଣମାନେ ଦେଖନ୍ତୁ, ଆମ ସାହିତ୍ୟ କହିଥିଲା ବାଲ୍ୟକାଳୁ ଧନ ସଞ୍ଚିରି ଏ ଜୀବନ ଅନିଶ୍ଚିତ, କେ ଜାଣେ କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। କ୍ଷୁଦ୍ର ହୋଇ ଅଳ୍ପ ଅଳ୍ପ କରି ରଚଇ ବଲ୍ମୀକ ଘର, ମୁହିଁ ସେହି ପରି ସଞ୍ଚିବି ଯତନେ ପୁଣ୍ୟ ଧନ ନିରନ୍ତର। ଏଇ ପ୍ରାର୍ଥନାଟି ଯଦି ଆମେ ସବୁ ସ୍କୁଲର ପିଲାମାନେ ଶିଖିବେ, ଆଉ ଭଲ କରି ସାର୍ ମାନେ ତାଙ୍କୁ ବୁଝେଇ ଦେବେ, ତାହେଲେ ବି ପିଲା ଗୁଡାକ ବହୁତ ଭଲ ହେଇଯିବେ। ଧର୍ମ କହିଲେ ଯିଏ ଧାରଣ କରିଛି, ଧର୍ମ କହିଲେ ଯିଏ ପାଳନ କରେ। ମା ଗର୍ଭରେ ଧାରଣ କରିଛି ସନ୍ତାନକୁ, ସେ ଧର୍ମର ପ୍ରତୀକ। ସୌମ୍ୟ ବାବୁ ମାଙ୍କ ନାଁରେ କନକ ଟିଭି କରିଛନ୍ତି, ତାଙ୍କୁ କଣ ଆଉ ନାଁ ମିଳିଲାନି? ତେଣୁ ମା ଗର୍ଭରେ ଧାରଣ କରେ, ସିଏ ହଉଛି ମାନେ ବାସ୍ତବ ଧର୍ମର ପ୍ରତୀକ। ବାପା ପାଳନ କରେ, ସିଏ ହଉଛନ୍ତି ଆଉ ଗୋଟିଏ ଧର୍ମ। ଆମେ ମନ୍ଦିରରେ ଯାଇ ତୁମେବ ମାତା ପିତା ତୁମେବ କହିବୁ, ଆଉ କିଛି ଦିନ ପରେ ଆମ ପିଲାମାନେ କହିବେ ତୁମେବ ମମି ଡାଡି ତୁମେବ କହିବୁ। ମା ବାପା ତ କେହି ଡାକୁନାହାନ୍ତି, ଆଉ ଶ୍ଳୋକ ବଦଳରେ ପଣ୍ଡିତ ମାନେ ଆଉ କଣ କରିବେ? ଯିଏ ମାକୁ ବୁଝି ନେଇ, ବାପାକୁ ବୁଝି ନେଇ, ଘରକୁ ବୁଝି ନେଇ, ସେଇ ବ ଅକ୍ଷରରେ ବୈକୁଣ୍ଠ। କବିମାନେ କେମିତି ଲେଖିଛନ୍ତି? ବୈକୁଣ୍ଠ ସମାନ ଅଟେ ସେହି ଘର, ପରସ୍ପର ସ୍ନେହ ଜୟ ଥାଏ ନିରନ୍ତର। ବୈକୁଣ୍ଠ ସମାନ ଅଟେ ସେହି ଘର, ପରସ୍ପର ସ୍ନେହ ଜହି ଥାଏ ନିରନ୍ତର। ଆଜି ଯଦି ସେଇ ନିରାକାର ଭଗବାନ ଭାବିବେ, ମୁଁ ଟିକେ ପୁଣି ଥରେ କୃଷ୍ଣ ରୂପ ହେଇ ଟିକେ ପୃଥିବୀଟାକୁ ବୁଲି ଆସିବି, ଆଉ ପୃଥିବୀରେ ଯେତେ ଦେଶ କୁହାଯାଇଛି ବର୍ଷାଣାଂ ଭାରତ ଦେଶାନାଂ ଉତ୍କଳ, ଉତ୍କଳସ୍ୟ ସମଦେଶ ଦେଶ ନାସ୍ତି ମୈତ୍ରୀ। ଆମେ ହଉ ସେଇ ଉତ୍କଳୀୟ। ବନ୍ଦେ ଉତ୍କଳ ଜନନୀ, ଆକୁ ମଧ୍ୟ ଅନେକ କହୁଛନ୍ତି ଆମେ ପଢିବୁ। କଣ ସେ ପଢିବେ? ଏଇ ଓଡ଼ିଶାର କିଛି ଲୋକ କହୁଛନ୍ତି ଆମେ ସେ ବନ୍ଦେ ଉତ୍କଳ ଜନନୀ ପଢିବୁ, ତାଙ୍କର ଆଉ ଗୋଟେ କଣ ପଢିବେ? ତେଣୁ ସଜ୍ଜନ କଳା ସଂସ୍କୃତି ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏଇ ପବିତ୍ର ଉତ୍କଳ ମାଟି, ଯେଉଁ ମାଟିରେ ଜନ୍ମ ହେଇଥିଲେ ଦଳ ବେହେରାଙ୍କ ଠାରୁ ଆରମ୍ଭ କରି କେତେ ସଂଗ୍ରାମୀ ମାନେ
ये माटी जन्म नहीं प्रथम पाइक युद्ध आरंभ होता ये ओडिशा बलिया गोटे गीत लिखी से गीत से राज्यपाल थे से उद्घाटन करथिले उत्कल जननी ममतामयी गो जन्मभूमि वीर माटी कालिया बलिया कला गौरवे उन्नतर स्वर्ण ख्याति उन्नतर स्वर्ण ख्याति आज जदि कृष्ण आसीबे तांको पई आउ वृंदावन अछि सब नंदा बाहा मन दुखरे फेरी जिबे आज जदि मर्यादा पुरुषोत्तम रामचंद्र आसीबे माने भाबे मो राम रूप रे जीवी से चित्रकूट पहाड़ को लोक परिक्रमा करूछंती मुक्ति पाइबे ये मुक्ति तुमको दब किए चित्रकूट पहाड़ तुमको मुक्ति दब ये सब भाव प्रवणता जगन्नाथ मंदिर चारि पाख बुली आइले जगन्नाथ तुमको मुक्ति देबे केबे भी देबे मोर कई मन हेते मानना आज जदि जगन्नाथ कहबे मोर सेई विश्वावसु दरकार सेई नील सुंदर पर्वत दरकार जेउ जंगल भीतर मु कुडिया करी रहिथिली मो झियो ललिता विद्यापति के विवाहित मोर सेई जंगल सृष्टि कर जंगल सृष्टि हबाकू आ जंगल नील कंदर विहारी जगन्नाथ तुम दर्शने पूरिला मनोर नील कंदर बिहारी जगन्नाथ तुम दर्शने पूरिला मनोरथ नील शबर देवता घोर बने আজি সে দিনর কথা পড়ে মো মনে ছিল সবর দেবতা ঘোর মনে আজি সে দিনর কথা পড়ে মো মনে তারপর পদ্ধতি হচ্ছে যাকু অচ্ছব বলো ভাই দেখো তা দেবতা কেড়ে বড় হই যাকু অচ্ছব সবর বলো ভাই দেখো তা দেবতা কেড়ে বড় হই সারা হিন্দু সমাজর পূজা ঘেনে আজি সে দিনর কথা পড়ে মন আজি সে দিনর কথা পড়ে মনে আজি সে দিনর কথা পড়ে মনে কাই জঙ্গল কাই পাহাড় কাই পর্বত কাই আম কবি লিখিলে নদী বন ভীমকান্ত শ্রী তুমরি কাক ভরে গায়ে তব গীতি হে বিশ্বভারতী জয় জগদীশ হরে জয় জগদীশ হরে মহাপ্রভু জয় জগদীশ হরে জয় জগদীশ হরে মহাপ্রভু জয় জগদীশ विश्वावसु शब्द कहिथिला विद्यापति आपण ब्राह्मण मु जाति रे सबल
ଆପଣ ଯାଉଛନ୍ତି ମାନେ ନିଜ ସ୍ଥାନକୁ ଯାଉଛନ୍ତି ଯାଆନ୍ତି, ମୋର ଆପତ୍ତି କିଛି ନାହିଁ। ଆପଣ ଲଳିତାଙ୍କୁ ବିବାହ ହେବେ ତ, ମୋ ଝିଅକୁ ବିବାହ ହେବେ କି ନାହିଁ? ମୁଁ ଫେରି ଆସିବି। ସେଇଠି ବିଶ୍ୱାବସୁ କହିଥିଲା, ମୁଁ ବିଶ୍ୱାବସୁ ଶବର, ମୋର ପୂର୍ବ ପୁରୁଷ ହଉଛନ୍ତି ଜାରା ଶବର। ଜାରା ଶବର କୃଷ୍ଣଙ୍କୁ ମଧ୍ୟ ଧନୁରେ ମାରିବା ପାଇଁ ସେ ପଛେଇ ନଥିଲା, ଧନୁଶର ମାରିଥିଲା। ତମେ ଯଦି ଭୁଲ କରିବ ତାହେଲେ ତମ ସତ୍ତା ବି ମୁଁ ରଖିବି। ବିଦ୍ୟାପତି ଚମକି ପଡିଲେ, ଏରେ ପାୱାରଫୁଲ। ସେଇ ବିଶ୍ୱାବସୁ ଶବର ଆଜି ଯଦି ଆମ ଗଣତନ୍ତ୍ର ଦୁର୍ବଳ ହଉଛି, ସନାତନ ଧର୍ମ ଯଦି ଆଜି ଦୁର୍ବଳ ହେଇଯାଉଛି, ଦୁର୍ବଳ କଲେ ଦୁର୍ବଳ ହଉନି ମାନେ ବିଭିନ୍ନ ପ୍ରକାର ମାନେ ଚିତ୍ରତା ଦେଖାଯାଉଛି। ମାନେ କିଏ କହୁଛି ଆକୁ ପୂଜ, କିଏ କହୁଛି ତାକୁ ପୂଜ, କିଏ କହୁଛି ସେ ନୁହେଁ, କିଏ କହୁଛି ଇଏ ନୁହେଁ। ତାର ଯେତେ କାରଣ ଅଛି, ଗୋଟିଏ ବଡ କାରଣ ହଉଛି ଜାତିବାଦ। ये जातिवाद जे पर्यंत उठी नहीं, सनातन धर्मर आदौ विकास। सनातन धर्म रहिब, कारण स कहिले सत्य, स कहिले संयम, स कहिले संकल्प, स कहिले सत्संग। तेणु ये स रहिब, ना कहिले नाम, नाम कहले सीताराम, राधेश्याम, यही सब नाम नहीं नहीं। ये नाम सब ये करतुनी करंतु। आना माई गीता ना, लाई गीता ना, चांदुआ आना, खट्ट आना, चेयर उदय होतनी सूर्य, ये सबू ना, ये होतनी नाम ब्रह्म। तो कहले सबुर गोटे गुण, एमिति कौनसी वृक्ष नहीं, जो एमिति एक पहाड़ बा पर्वत, नद नदी झरणा नहीं, जहा भितरे गुण नहीं। सनात आमे कहूँ कौन तत्व, कौन तत्व? सोहम, हंस, कोहम, ये सब तुमको गुरु कही मने मने रखुना। तमें कौन खाइल, जहा खाइल से सब खाद्य भीतर कौन तुम देह शक्ति आसला, से गोटाक हूँ न कहले नम्रता। नम्रतार प्रतीक होउछन्ति गाई बा बळद। आज कोउठी से रास्ता कड़े शोइछन्ति, आखिरु लुह बहु। मु ए प्रकार जो सरकार आसीछन्ति, मु तांको मध्य गोटे निवेदन पत्र देली, पूर्व सरकार को भी देइथिली। एरा मोर गोटे अभ्यास मु दिए, मो कथा के मानतु न मानतु बाध्य कर। हिंदुस्तान रे हिंदू, हिंदुस्तान महान भारत वर्षर जातीय पशु ये बाघ भालू हाथी हवा उचित तांको सुरक्षा दिया जाए। से जातीय पशु होउछन्ति गोमाता। से उत्तरटी देले, उत्तर चिठीटा आसिला, के रखे माने रक्षण रक्षण करी कहते सेमती गोटे उत्तर आसिला। आज क्षीर टिके आमे भल पाउनु,
କ୍ଷୀର ଅମୃତ ଦଧି ଅମୃତ ଘିଅ ଅମୃତ ସେ କ୍ଷୀରକୁ ବର୍ତ୍ତମାନ ଯଦି ପ୍ରକୃତ ପରୀକ୍ଷା କରାଯିବ ତା ଭିତରେ ଆଉ ଅମୃତ ଶକ୍ତି ସେ ଯୋଉ ଔଷଧୀୟ ଗୁଣ ଥିଲା ସେ କମିବ। ଆଉ ପ୍ଲାଷ୍ଟିକ ଚୋବେଇକିରି କାଗଜ ଚୋବେଇ ଗାଈକି ତେଣୁ ସବୁ ଆଜି ବିଷାକ୍ତ। ସ୍ୱାମୀ ବିବେକାନନ୍ଦ ସେଥିପାଇଁ ସେ ବୁଲି ବୁଲିକିରି କହୁଥିଲେ ଉଠିଷ୍ଠତ ଜାଗ୍ରତ। ଆମେ କଣ କହୁଛୁ ଜୟ ହିନ୍ଦ ଜିନ୍ଦାବାଦ ମୁର୍ଦାବାଦ, ଆମେ ଏଇଗୁଡାକ ଛୋପରା କଥା ଗୁଡାକ ଶିଖିଛୁ, ଛୋଟିଆ କଥା ଗୁଡାକ ଶିଖିଛୁ। ତମର କଣ ଅଧିକାର ଅଛି ତମେ କାହାକୁ ମୁର୍ଦାବାଦ କରିବ? ଆଚ୍ଛା ସେ କଣ କହୁଥିଲେ ଉଠିଷ୍ଠତ ଜାଗ୍ରତ, ଉଠ ଜାଗ, ଦେଶ ପାଇଁ ଜାଗ, ପ୍ରଥମେ ରାଷ୍ଟ୍ର ପରିବାର ପାଇଁ ଜାଗ। ଏଇ ଆମର ଗାଁ, ये गांव में जगह हमारी गांव छोटिया हमारी गांव छोटिया अड़पतार काया अड़पतार काया भाविले तरे ताहारी रूप भाविले तरे ताहारी रूप लागुछि मोते बाया लागुछि मोते बाया लागोई मोते बाया हमरी गाँ छोटिया हमरी गाँ छोटिया अड़पतार काया अड़पतार काया। ତେଣୁ ସବୁଟା ସେଇ ବ ଆଉ ଏଇ ତ ନାଁଟି ହଉଛି ବା।